ଅପରକୁ ସାହାଯ୍ୟ କରନ୍ତୁ, ମସ୍ତିଷ୍କକୁ ଯୁବ ସୁଲଭ ରଖନ୍ତୁ। ସ୍ୱାସ୍ଥ୍ୟ ସମ୍ବାଦ 7 ଜାନୁଆରୀ 2026ରେ ପ୍ରକାଶିତ ଖବର ସୂଚନାକୁ ଆମେ ରିସେଣ୍ଟ, ରିସର୍କୁଲେସନ୍, ରିଇନଫର୍ମେସନ୍ ଭାବରେ ପ୍ରେଜେଣ୍ଟ କରୁଛୁ। ସେହି ପ୍ରେଜେଣ୍ଟେସନ୍ ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସୂଚନା ମଧ୍ୟ ଆମେ ଆପଣଙ୍କୁ ଏହା ସହିତ ମିଶ୍ରିତ ଭାବେ ପ୍ରୟୋଗ କରୁଛୁ। ଏହି କଥା ଆମ ପୁରାଣ ଶାସ୍ତ୍ର, ବିଶେଷତଃ ବେଦ, ଉପନିଷଦ, ଭଗବତ ପୁରାଣ ଗୁଡ଼ିକରେ ବହୁ ଦିନ ପୂର୍ବରୁ ରହିଛି। ସେହି ଗ୍ରନ୍ଥ ପୁରାଣକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଅନେକ ବିଶ୍ୱବିଦ୍ୟାଳୟରେ ଗବେଷଣା କରାଯାଉଥିବା ବେଳେ ତାହାକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସେ ତାପରେ ଯାଇ ଆମେ ତାକୁ ଗ୍ରହଣ କରୁ। ଭାରତର ସାଧନାକୁ ପରିମାର୍ଜିତ, ସଂସ୍କରଣ ଏବଂ ସମାଜ ପାଇଁ ସମାଧାନ ପାଇଁ ସମର୍ପିତରେ ଭାରତ ବାହାରେ ଥିବା ଅନେକ ବିଶ୍ୱବିଦ୍ୟାଳୟକୁ ଆଜି ବି ଆମେ ଗୁରୁତ୍ୱ ଦେଉଛୁ। ଭାରତରେ ଯାହା ତଳ ଦିନରେ ବା ଆମ ଶାସ୍ତ୍ର ପୁରାଣରେ କୁହାଯାଇଛି ତାହାକୁ ଟିକିଏ ମଡ଼ର୍ଣ୍ଣାଇଜେସନ୍ କରାଯାଇ ଆଜି ଆମକୁ ଆଉ ଥରେ ତାହା ରିଟର୍ଣ୍ଣ ଭାବରେ ଆସୁଛି। ଅପରକୁ ସାହାଯ୍ୟ କରନ୍ତୁ, ମସ୍ତିଷ୍କକୁ ଯୁବ ସୁଲଭ ରଖନ୍ତୁ ଏବଂ ମସ୍ତିଷ୍କ ଦ୍ୱାରା ଆପଣ ମଧ୍ୟ ସର୍ବଦା ଯୁବକ ପରି ରହିପାରିବେ। ଏହି କଥା ମଧ୍ୟ ଏଥିରେ ଲେଖାଯାଇଛି ଯାହା ଆପଣ ପଢ଼ିପାରିବେ। ଆମେ ପଢ଼ି ଶୁଣାଇବା ଅପେକ୍ଷା ଆପଣ ପଢ଼ି ଶୁଣିଲେ ଏବଂ ବୁଝିଲେ ଅଧିକ ଏହାର ଲାଭ ମିଳିପାରିବ ଆପଣମାନଙ୍କ ପାଇଁ। ଆଜିର ଏହି ପ୍ରେଜେଣ୍ଟେସନରେ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯାହା ଭାରତୀୟ ଦର୍ଶନ ଶାସ୍ତ୍ରରେ ଅନେକ ଦିନରୁ ସାଇତି ରହିଛି, ସେହି ଶାଶ୍ୱତ ଚିରନ୍ତନର ପ୍ରତିଟି ଡାଟା। ସେହି ଡାଟାକୁ ଆମେ ଯେତେବେଳେ ଲୋକଲୋଚନକୁ ଆଣୁ ତାହାକୁ ସହଜରେ ଗ୍ରହଣ କରିବାକୁ ନାରାଜ ହୁଅନ୍ତି କିଛି ଭାରତୀୟ, ଯାହାଦ୍ୱାରା ଭାରତୀୟତା ଫିକା ପଡ଼ିଥାଏ। ସେହି କଥାକୁ ଯଦି ଅନ୍ୟ ଜଣେ ବା ବିଦେଶୀ ଗବେଷକ ଉପସ୍ଥାପନା କରେ ତାହାକୁ ଆମେ ସହଜରେ ଗ୍ରହଣ କରିଥାଉ। ଏପରି କାହିଁକି ହୁଏ କିଛି ବୁଝି ହୁଏ ନା। ତେଣୁ ସୂର୍ଯ୍ୟର ଅନୁପସ୍ଥିତିରେ ଦୀପ ବି ଆପଣଙ୍କ ଘରକୁ ଆଲୁଅ କରିପାରେ। ଅନ୍ଧାର ରାତିରେ ଆଗକୁ ବଢ଼ିବାକୁ ହେଲେ ଷ୍ଟ୍ରିଟ୍ ଲାଇଟ୍ ଚାଲିଗଲେ ଟର୍ଚ୍ଚ ଲାଇଟ୍ ମଧ୍ୟ ଆପଣଙ୍କୁ ଆଗକୁ ନେଇପାରିବ। ଛୋଟ ଭିତରେ ବଡ଼ ସକ୍ରିୟତା ଲୁଚି ରହିଛି, ଏହାକୁ ଆମେ ଅନୁଭବ କରିବାର ଅଛି। ଆଜି ଯଦି କୌଣସି ସାଧୁ ସନ୍ନ୍ୟାସୀ, ସନ୍ଥ ଜ୍ଞାନୀ ଭାରତୀୟ ପୁରାଣ ତଥ୍ୟକୁ ଭାରତୀୟମାନଙ୍କ ଭିତରେ ପ୍ରୟୋଗ କରନ୍ତି, ଭାରତୀୟମାନେ ତାହାକୁ ଗ୍ରହଣ କରିବାରେ ଟିକେ ସମୟ ନିଅନ୍ତି। କିନ୍ତୁ ବିଦେଶୀ ଗବେଷକମାନେ ତାକୁ ଯେତେବେଳେ ଚର୍ଚ୍ଚା କରନ୍ତି ତାହାକୁ ଶୀଘ୍ର ଗ୍ରହଣ କରନ୍ତି। ଏହା ତ ଭାରତର ବିକଶିତ ପାଇଁ କେତେ ଅନ୍ତରାୟ, କେତେ ଆନ୍ତରିକତା ଆପଣ ସହଜରେ ବୁଝିପାରୁଥିବେ। ବିଷୟଟି ଏକ ସ୍ମାର୍ଟ ଲାଇଫ୍ ସହିତ ସମ୍ପର୍କିତ।